ମାର୍ଟିନ୍ ଲୁଥରଙ୍କର ଅସୀମ ସାହସିକ ଗୁଣ ଆମକୁ ଏହା ସ୍ମରଣ କରାଇଦିଏ ଯେ ଆମେ କୌଣସି ଅଲୌକିକ ଶକ୍ତି ପ୍ରଦାନକାରୀ ଭବିଷ୍ୟତ ବକ୍ତା ସ୍ୱପ୍ନ ଦର୍ଶନ ଦେଖୁଥିବା ବ୍ୟକ୍ତି ଧର୍ମଗୁରୁ ସାଧୁ ସ୍ୱାଧୀ ସନ୍ନ୍ୟାସୀ ସନ୍ନ୍ୟାସିନୀ ପୋପ୍ ବିଶପ ପାଳକ ପ୍ରଚାରକ ଅନଲାଇନ୍ ବା ଟେଲିଭିଜନରେ ପ୍ରଚାର ଓ ପ୍ରସାର କରୁଥିବା ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଅନ୍ଧ ଭାବରେ ଗ୍ରହଣ କରିବାକୁ ହେବ ନାହିଁ। ସେମାନଙ୍କୁ ପ୍ରଥମେ ସେମାନଙ୍କ ଆଚରଣ ଉଚ୍ଚାରଣ ଚାରିତ୍ରିକ ଗୁଣ ଗାରିମା ସହିତ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପରୀକ୍ଷା କରାଇବା ଆବଶ୍ୟକ। ପ୍ରେରିତ 17 ଅଧ୍ୟାୟର 11 ପଦରେ ବେରୋୟାବାସୀଙ୍କ ବିଷୟରେ ଲେଖା ଅଛି, ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି ଏହି ସମସ୍ତ ସତ୍ୟ କି ନା ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ। ମହାନ ଦାର୍ଶନିକ ସକ୍ରେଟିସ୍ କହିଥିଲେ, ଅନ୍ଧ ଭାବରେ କୌଣସି କଥା ଗ୍ରହଣ କରିବାକୁ ହେବ ନାହିଁ। ତାର ଅନ୍ତର୍ନିହିତର ସମସ୍ତ ବିଷୟକୁ ପରୀକ୍ଷା ନିରୀକ୍ଷା କଲା ପରେ ଯାହା ସତ୍ୟ ପ୍ରତିପାଦିତ ହେବ ସେ ସତ୍ୟକୁ ଗ୍ରହଣ କରିବାକୁ ପଡ଼ିବ। ମହାନ ବୈଜ୍ଞାନିକ ବ୍ରୁନୋ, କବିର ଗୁରୁ ରବିଦାସ, କ୍ରାନ୍ତି କବି ଭୀମ ଭୋଇ, କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀବାଈ ଫୁଲେ, ବାବା ସାହେବ ଆମ୍ବେଦକର, ଋଷି ଚାର୍ବାକ, ମହାବୀର ଜୈନ, ତଥାଗତ ଗୌତମ ବୁଦ୍ଧ, ମହାନ ସମ୍ରାଟ ଅଶୋକ, ମହାତ୍ମା ଜ୍ୟୋତିରାଓ ଫୁଲେ, କ୍ରାନ୍ତି ଜ୍ୟୋତି ଫାତିମା ଶେଖ ଏହି ସତ୍ୟତା ଉପରେ ଅନେକ କିଛି ବୟାନ ଦେଇଛନ୍ତି। ତତ୍ସହିତ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ମଧ୍ୟ କହିଛନ୍ତି, ତୁମ୍ଭେମାନେ ସତ୍ୟ ଜ୍ଞାତ ହବ, ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ। ସତ୍ୟ ବିନା ତୋର କେନ ଥିବେ ସାଥୀ, ଏ ଭବ ଜଳଧି ତୀରେ ସତ୍ୟ ଜ୍ଞାନ ଲଭେ, ସତ୍ୟରେ ଚଳିଲେ ମିଳିବୁ ଅପର ତୀରେ, ମିଳିବୁ ଅପର ତୀରେ। ତଥାଗତ ମହାମାନବ ଗୌତମ ବୁଦ୍ଧ ଗୋଟିଏ କଥା କହିଥିଲେ, ଯେଉଁ ଶିକ୍ଷା ଗ୍ରହଣ କର ଯାହା ତୁମେ ପରୀକ୍ଷା ଓ ବିଶ୍ଳେଷଣ କରି ଜାଣିପାରିଛ, ଯାହା ନିଜସ୍ୱ ତଥା ସମସ୍ତ ପ୍ରାଣୀ ଜଗତର ମଙ୍ଗଳ ଉପକାର ପାଇଁ ଉଦ୍ଦିଷ୍ଟ, ସେହି ସତ୍ୟ ଜ୍ଞାନକୁ ବିଶ୍ୱାସ କର, ଯାହା ତୁମ ଲୋଭ ଦେଶ ଓ ତୃଷାଭାର ଅଜ୍ଞାନତାକୁ ସମୂଳେ ବିନାଶ କରି ବା ଧ୍ୱଂସ ବିଧ୍ୱସ୍ତ କରି ମୂଳୋତ୍ପାଟନ କରି ତୁମ୍ଭମାନଙ୍କୁ ସତ୍ୟ ଜ୍ଞାତ କରାଇବ, ଅନ୍ଧକାରରୁ ପାପରୁ ମୁକ୍ତ କରି ସୁଖୀ ମାନବ ହେବା ପାଇଁ ସହାୟକ ମନେ ହେବ। ନିଜେ ନିଜର
জ্ঞান প্রদীপ হুଅ। ভাগ্য ভগবান ঈশ্বর দেবা দেবী শনি রাহু কেতু মঙ্গল বৃহস্পতি ଓ ଶୟତାନ ଉପରେ ତୁମର ସମସ୍ତ ବିଷୟକୁ ଲଦି ଦିଅ ନାହିଁ। ତୁମ୍ଭେମାନେ ସତ୍ୟ ଜ୍ଞାତ ହୁଅ, ତୁମକୁ ସତ୍ୟ ମୁକ୍ତ କରିବ। ତୁମେ ଅନ୍ଧକାରକୁ ମୂଳୋତ୍ପାଟନ କରି ଫୋପାଡ଼ି ଦିଅ। ତୁମେ ହୁଅ ସ୍ୱାଧୀନତା। ନମସ୍କାର।